ତ ତୁମମାନେ ଅନ୍ୟ ଚ୍ୟାନେଲରେ ଦେଖୁଥିବ ଯେ ଭୌତିକ ବିଜ୍ଞାନର ବି କୋଶ୍ଚିନ୍ ପଢ଼ିକି ସେମାନେ କେବଳ ଅପସନ୍ ବା ଆନ୍ସର କହିଦିଅନ୍ତି, କିନ୍ତୁ ଏଇ ଚ୍ୟାନେଲରେ ତୁମକୁ ସେଇ କୋଶ୍ଚିନ୍ର ଆନ୍ସର ସେଇଟା କାହିଁକି ହେଲା ତାକୁ ସଲ୍ଭ କରିକି ଦେଖାହେବ। ତ ଆଜି ଆମେ ଡିସ୍କସନ୍ କରିବା କାର୍ବନ ଏବଂ ଏହାର ଯୌଗିକର ଅବଜେକ୍ଟିଭ, ଯେଉଁଟାକି ପ୍ରମେୟ ନ୍ୟୁଜ୍ ପେପର ଦ୍ୱାରା ଦିଆଯାଇଛି। ପୂର୍ବ ପାଠ ସବୁଗୁଡ଼ାକ ଡିସ୍କସନ୍ ଅଲରେଡ଼ି ହେଇସାରିଛି। ଯେଉଁମାନେ ଭିଡ଼ିଓ ଦେଖିନାହାନ୍ତି ଚ୍ୟାନେଲର ପ୍ଲେଲିଷ୍ଟକୁ ଯାଇ ଚେକ୍ କରନ୍ତୁ। ପ୍ରମେୟର ସମାଜ ପେପରର କୋଶ୍ଚିନ୍ ଗୁଡ଼ାକ ସବୁ ପ୍ଲେଲିଷ୍ଟ ହେଇକି ଅଛି ଅଲରେଡ଼ି 3-4ଟା କି ଅଧିକା ହିଁ ଭିଡ଼ିଓ ମିଳିବ, ବୋଧହୁଏ 7-8ଟା ଭିଡ଼ିଓ ହେଲାଣି। ତ ଯେଉଁମାନେ ଦେଖିନାହାନ୍ତି ଯାଇକି ଦେଖନ୍ତୁ। ହଁ, ଆଉ ଯେଉଁମାନଙ୍କର ପ୍ରଶ୍ନ ରହୁଛି ଯେ ସାର୍ ଲଙ୍ଗ ଦିଆହେବ କି, ନିଶ୍ଚିତ ଭାବରେ এই ଭିଡ଼ିଓରେ ତୁମମାନଙ୍କୁ ଲଙ୍ଗ କୋଶ୍ଚିନ୍ ମଧ୍ୟ ମିଳିବ, ଯେମିତିକି ତୁମେ ସାଇଟ୍ରେ ଦେଖିପାରୁଥିବ ହେଲା। ତ ପ୍ରଥମ କୋଶ୍ଚିନ୍ ନେବା, ପେଣ୍ଟେନ୍ ଯୌଗିକରେ କେତୋଟି ସହ ସଂଯୋଜ୍ୟ ବନ୍ଧ ଅଛି? ତ ପେଣ୍ଟେନ୍ରେ ସୂତ୍ର କ'ଣ? ଦେଖ, ଆଲକେନ୍, ଆଲକିନ୍, ଆଲକାଇନ୍। ପୃକ୍ତରେ ରହୁଛି ଆଲକେନ୍, ଆଉ ବାକି ଆଲକିନ୍ ଆଲକାଇନ୍ ରହୁଛି ଅପୃକ୍ତ ହାଇଡ୍ରୋକାର୍ବନ। ତ ଆମର ଯେଉଁ ଆଲକେନ୍ ପାଇଁ ସୂତ୍ର ରହୁଛି CnH2n+2। ଆଲକିନ୍ ପାଇଁ ରହୁଛି CnH2n, ଖାଲି ଏତିକି ହିଁ। ଆଉ ଆଲକାଇନ୍ ପାଇଁ ରହୁଛି CnH2n-2। ତ ଆମକୁ ଏଇଟା ଦରକାର। ତ ପେଣ୍ଟେନ୍ ରହୁଛି 5, N ଜାଗାରେ 5 ପକେଇବା, C5 ହେଲା, C5 H2n+2 ବୋଲେ 2n କେତେ, 2×5 = 10, 2 = 12, ତ H12। ଯେତେବେଳେ ଆମେ ଏଇଟାକୁ ଟାଣିବା ମାନେ ଚିତ୍ର କରିବା, C1 2 3 4 5, 1 2 3ଟା ଲାଗିବ, 1 2 1 2 1 2 1 2 3 ସାଇଟ୍ ଆଡ଼େ। ତ ଯେତେବେଳେ ଗଣିବା କେତେଟା ବନ୍ଧ ହେଉଛି, ତ ଆନ୍ସର ଆମକୁ ମିଳିବ 13। କେତେ ହେବ? ଆନ୍ସର ହେବ 13। କାର୍ବନର ଅପର ରୂପଗୁଡ଼ିକ ମଧ୍ୟରୁ କେଉଁଟିରେ ଷଡ଼ଭୁଜୀୟ ବିନ୍ୟାସ ଦେଖାଯାଏ? ଏଇଟା ସମସ୍ତେ ଜାଣିଛ, ଷଡ଼ଭୁଜୀୟ ବିନ୍ୟାସ ଦେଖାଯାଏ ଗ୍ରାଫାଇଟ୍ରେ। ବୁକ୍ରେ ମଧ୍ୟ ଦେଇଛି। ହୀରା, ଫୁଲେରିନ୍, କୋଇଲା, ଗ୍ରାଫାଇଟ୍ ସବୁ ଜାଗାର ଚିତ୍ର ଦେଇଛି, ନିଜେ ଯାଇକି ଚେକ୍ ମଧ୍ୟ କରିପାରିବ। ନିମ୍ନୋକ୍ତ ମଧ୍ୟରୁ କେଉଁ କାର୍ବନ ଯୌଗିକରେ 4ଟି କାର୍ବନ ପରମାଣୁ ରହିଛି? 4ଟି କାର୍ବନରେ ମାନେ C4 ମାନେ ଦେଖ ସବୁ ଯାକ N ଲାଗିଛି। ଆମେ ଜାଣିଛନ୍ତି ଗୋଟିଏ କାର୍ବନ ଲାଗିଲେ ମିଥେନ୍, 2ଟା ଲାଗିଲେ ଇଥେନ୍, 3ଟା ଲାଗିଲେ ପ୍ରୋପେନ୍, 4ଟା ଲାଗିଲେ ବ୍ୟୁଟେନ୍। ତ ବ୍ୟୁଟେନ୍ ହେବ ଆର ଆନ୍ସର। ନିମ୍ନୋକ୍ତ କେଉଁ ମୌଳିକର ଅଣୁ ଗଠନରେ 2ଟି ସହ ସଂଯୋଜ୍ୟ ବନ୍ଧ ରହିଛି? ନାଇଟ୍ରୋଜେନ୍ ତ 3ଟା ରହିଛି, ଅକ୍ସିଜେନ୍ ହେବ ଆନ୍ସର। ଅକ୍ସିଜେନରେ 2ଟା ବନ୍ଧ ରହିଛି, କାରଣ ଅକ୍ସିଜେନ୍ ହେଉଛି ମାନେ 8 ଆଉ ତାର ଇଲେକ୍ଟ୍ରନ୍ ଅଛି। ତ ସଜେଇ ହେଇକି ରହିବ, ପ୍ରଥମେ 2 ଆଉ ବଳକା ରହିଲା 6। ଅକ୍ଟେଟ୍ ସ୍ଥିତି ହେବା ପାଇଁ ଏଇଠି 8ଟା ହେବାକୁ ପଡ଼ିବ, ମାନେ ଆଉ 2ଟା ଦରକାର। ତ ଆଉ ଗୋଟେ ଅକ୍ସିଜେନ୍ର ସେମିତି 2 6 ହେଇଥିବ, ଆଉ 2 ୟାକୁ ଦରକାର ଥିବ। ତ ଏଇ 2ଟା ଭିତରେ କ'ଣ 2 ବନ୍ଧ ସୃଷ୍ଟି ହେଉଛି। ତ ଆନ୍ସର ହେବ 4ର C। ବେଞ୍ଜିନ୍ରେ କାର୍ବନ କାର୍ବନ ମଧ୍ୟରେ କେତୋଟି ବନ୍ଧ ରହିଛି? ବେଞ୍ଜିନ୍ର ଷ୍ଟ୍ରକ୍ଚର ସମସ୍ତେ ଜାଣିଛ, C6H6, ମାନେ ଏମିତି ରହିଛି ସେଇଟା। ଏଇଠି ଗୋଟେ କାର୍ବନ, ଏଇଠି ଗୋଟେ କାର୍ବନ, ଏଇଠି କାର୍ବନ କାର୍ବନ କାର୍ବନ। ତ 2 ବନ୍ଧ ଗୋଟେ ଛାଡ଼ିକି ଗୋଟେ ଛାଡ଼ିକି ଗୋଟେ, ତ 3ଟା ରହିଛି ହେଲା। କେତେଟା ରହିଛି? 3ଟା ରହିଛି। 16ଟି ଉଦ୍ଯାନ ଲାଗି ଆଲକାଇନ୍ରେ କେତୋଟି କାର୍ବନ ରହିବ ବୋଲି କହିଲା? ତ 16ଟି ଉଦ୍ଯାନ ଆଲକାଇନ୍ ବୋଲି କହିଲା। ଆଲକାଇନ୍ର ସୂତ୍ର ହେଉଛି CnH2n-2। ତ 2n-2 ହେଉଛି 16 ହେଲା, ମାନେ -2 କରିବା ପୂର୍ବରୁ ସିଏ ଥିଲା 18। ତ 18ର ଅଧା ଇଏ ରହିବ, କାରଣ ଇଏ 2n-ଟାକୁ ଆମେ ମିଶେଇକି ଆର ଅଧା କରିବା ନା। ବୁଝିପାରିଲ ନା ବୁଝିପାରିଲନି? ହଉ, ମାନେ 2n-2 ଯଦି 16 ହେଲେ -2 କରିବା ପୂର୍ବରୁ କେତେ ରହିଥିବ? ଦେଖ, 2n ସୂତ୍ର ହେଉଛି ଆଲକାଇନ୍ର 2n ମାନେ CnH2n-2 ହେଲେ ଏଇଠି କହିଲା 16ଟି ଉଦ୍ଯାନ ମାନେ ହାଇଡ୍ରୋଜେନ୍ 16ଟା। ତ 2n-2 = 16 ହେଲା। ତ 2n = କ'ଣ? -2 ସେକେଣ୍ଡ ପଳେଇଲେ ହେଇଗଲା 18, n ହେଇଗଲା କ'ଣ 9। ବୁଝିପାରିଲ ନା ନାଇଁ? ତ କେତେଟା କାର୍ବନ ହେବ? 9ଟା କାର୍ବନ ହେବ। ବୁଝିଲ?
ନିମ୍ନଲିଖିତ ମଧ୍ୟରୁ କେଉଁଟି ସହ ସଂଯୋଜ୍ୟ ଯୌଗିକ ନୁହେଁ? ଆମେ ଏଇଟା ଫାଷ୍ଟ ପାର୍ଟରେ ପଢ଼ିଥିଲେ। ଇଏ ଆୟନିକ ବନ୍ଧ ସୃଷ୍ଟି କରୁଛି, ତ ଇଏ ହବ ନାହିଁ। ମାନେ ମାନେ କ'ଣ ସହ ସଂଯୋଜ୍ୟ ବନ୍ଧ ହବ ନାହିଁ, କିନ୍ତୁ ଆନ୍ସର ଇଏ ହବ ହେଲା। ତାପରେ ଆସିବା ଆଲକାଇନ୍ ଶ୍ରେଣୀର ପଞ୍ଚମ ଯୌଗିକର ଅଣୁ ସଂକେତ ଓ ଆଲକେନ୍ ଶ୍ରେଣୀର ଷଷ୍ଠ ଯୌଗିକର ଅଣୁ ସଂକେତ। ଦେଖ ଆଲକାଇନ୍ କହିଲା ହେଲା, ଆଲକାଇନ୍ର ସୂତ୍ର ହେଉଛି CnH2n-2 କେତେ କାର୍ବନ 5 C5 CnH2n 2n ମାନେ 10 -2 ବୋଇଲେ 8 10ରୁ 2 ଗଲେ 8 ତ H8। ଆଉ କ'ଣ କହିଲା ଆଲକିନ୍ ମାନେ ସୂତ୍ର ହେଉଛି CnH2n ତ C ହେଲା 6 2n ମାନେ 12। ତ ଆଙ୍କ ଭିତରେ କେତେ ଡିଫରେନ୍ସ 5 ଆଉ 6 ଗୋଟେ କାର୍ବନର ଡିଫରେନ୍ସ 8 ଆଉ 12 ଚାରିଟା ହାଇଡ୍ରୋଜେନର ଡିଫରେନ୍ସ। ତ ଆନ୍ସର କ'ଣ ହେଲା CH ଫର୍ 8ର C। ବୁଝିଲା? ତମମାନଙ୍କୁ କେବଳ ମୁଁ କ୍ୱେଶ୍ଚିନ୍ ପଢ଼ିକି ଆନ୍ସର କହିବି ନାହିଁ, କାରଣ ଅନ୍ୟମାନେ ସେମିତି କରିପାରିବେ। ମୋତେ ହିଁ କରିବାକୁ ଏମିତି ଭଲ ଲାଗୁନି, ତମମାନଙ୍କୁ ମୁଁ କହିବି କ'ଣ, ମାନେ ମୋତେ ହିଁ ଭଲ ଲାଗୁଛି କେବଳ କ୍ୱେଶ୍ଚିନ୍ଟା ପଢ଼ିଦେବି ଆନ୍ସର ସି ହବ ଏମିତି କହିପାରିବି ନାହିଁ, କାରଣ ମୁଁ ଯେଉଁ ଜାଗାର ଆନ୍ସର ବାହାର କରିପାରୁନାହିଁ ସେଇ ଯାକ ମୁଁ ନିଜେ ମାନୁଛି, ଆଉ ଯାହାର ଆନ୍ସର ମୁଁ ବାହାର କରିକି ତମକୁ ଭଲସେ ବୁଝେଇ ପାରୁଛି ସେଗୁଡ଼ାକ ହିଁ ତମ ଆଗରେ ପ୍ରସ୍ତୁତ କରୁଛି। କାରଣ ମ୍ୟାଥର ବି ଆନ୍ସର ବାହାର କରିବାକୁ ବହୁତ ଚେଷ୍ଟା ହେଉଛି, ଆନ୍ସର ବି ବାହାରୁଛି, କିନ୍ତୁ ଅସୁବିଧାର କାରଣ ଯେ ମୋବାଇଲରେ ଏତିକି ଲେଖି ହିଁ ହେଉନି ଯେ ତୁମମାନଙ୍କୁ ବୁଝେଇ ହେବ। ଆଉ କେବଳ ମୁଁ ମ୍ୟାଥର କ୍ୱେଶ୍ଚିନ୍ ପଢ଼ିକି ଏମିତି ଗୋଟେ କେବଳ ଅପସନ୍ ଠିକ୍ କରିପାରିବି ନାହିଁ, ତମକୁ ବୁଝେଇଲେ ହିଁ ମୁଁ ଆଗକୁ ବଢ଼ିପାରିବି। ତ ପ୍ରୋବ୍ଲେମ୍ ରହୁଛି ସେଇଟା। କିନ୍ତୁ ବର୍ତ୍ତମାନ ଚେଷ୍ଟା କରାଯାଉଛି ଯେ କ୍ୟାମେରା ଅନ୍ କରିକି ମୁଁ ନୋଟବୁକ୍ରେ ସଲ୍ୟୁସନ୍ କରିକି ତମକୁ ପ୍ରୋଭାଇଡ଼ କରିବି, କାରଣ ତମମାନେ ବୁଝିବାଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। କାରଣ ଏଗୁଡ଼ାକ ଏକ୍ଜାମରେ ଆସିଲେ ବି ତମେ ଯେତେବେଳେ କ୍ୱେଶ୍ଚିନ୍ ଯଦି ସେମ୍ ଟୁ ସେମ୍ ଆସିବ ତ ଆନ୍ସର ମାରିଦେବ, କିନ୍ତୁ ବେଳେବେଳେ କ୍ୱେଶ୍ଚିନ୍ ବୁଲେଇ ଦେଲେ ସେତେବେଳେ ତମର ନଲେଜଟା କାମରେ ଆସିବ, ସେତେବେଳେ କନସେପ୍ଟଟା କାମରେ ଆସିବ, ଆଉ ତୁମେ କେତେ ଦୂର ବୁଝିଛ ସେଇଟା କାମରେ ଆସିବ। ତ ସେଇଥିପାଇଁ ପ୍ରତି କ୍ୱେଶ୍ଚିନ୍କୁ ବୁଝିବାକୁ ମାନେ ଚେଷ୍ଟା କର। ଏଇ କ୍ୱେଶ୍ଚିନ୍ଟା କିନ୍ତୁ ତମେ ଘୋଷି ଦେଲେ ମନେ ରହିଯିବ। କ'ଣ କ୍ୱେଶ୍ଚିନ୍ଟା କ'ଣ ନା ପୃକ୍ତ ହାଇଡ୍ରୋକାର୍ବନ ମାନେ ଏକ ବନ୍ଧ ବାଲା ଏକ ଅଣୁର ସର୍ବନିମ୍ନ କେତେଟା କାର୍ବନ ପରମାଣୁ ରହିବାର ଅଛି ଯେ ଆଇସୋମର ସୃଷ୍ଟି ହେଇପାରିବ। ଆଇସୋମର ତ ତମେ ଜାଣିଛ ହେଲା, ଆଇସୋମର କ'ଣ ଆଇସୋମର ଜାଣିଛ ନା ନାଇଁ? ଆଇସୋମର ହେଉଛି ମାନେ ସେମ୍ ମଲିକୁଲାର ଫର୍ମୁଲା ରହିବ, ଫର୍ମୁଲା ସେମ୍ ରହିବ, କିନ୍ତୁ ସେମାନଙ୍କର ଷ୍ଟ୍ରକ୍ଚର ଅଲଗା ଅଲଗା ରହିବ। ସିଏ ହେଉଛି ତାର ମାନେ ଆଇସୋମରର କ'ଣ ଡେଫିନେସନ୍। ତ କମ୍ ସେ କମ୍ କେତେଟା ରହିବାର ଅଛି, କମ୍ ସେ କମ୍ 4ଟା ରହିଲେ ହିଁ ଗୋଟେ ଆଇସୋମର ସୃଷ୍ଟି ହେଇପାରିବ, ନହେଲେ ନାହିଁ। ଏବେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍କୁ। କେଉଁଟି ଆଲକିନ୍ ଶ୍ରେଣୀର ପ୍ରଥମ ସଦସ୍ୟ? ଆଲକିନ୍ ମାନେ ସୂତ୍ର ହେଉଛି ଆମର CnH2n, ଏବେ ହିଁ କହିଲି 2n। ତ 2n ମାନେ ପ୍ରଥମ ସଦସ୍ୟ, C1ରେ ପସିବଲ ହିଁ ନାହିଁ ଯେ ଏଠି ହେଇପାରିବ। କାରଣ କ'ଣ C1 ପକେଇ ମାନେ N1 ପକେଇଲେ H2 ହେବ ଏଠି, ଆଉ କାର୍ବନ 1 ହେବ। ଆଉ କାର୍ବନରେ କେବଳ 2ଟା ହାଇଡ୍ରୋଜେନ୍ ଲାଗିବ କି କମ୍ ସେ କମ୍ 4ଟା ହାଇଡ୍ରୋଜେନ୍ ନ ଲାଗିଲେ ଇଏ ବନ୍ଧ ହିଁ ସୃଷ୍ଟି କରିପାରିବନି, କାରଣ କାର୍ବନ ହେଉଛି ଚତୁର୍ ସଂଯୋଜୀ, ମାନେ ତାର ସଂଯୋଜକ ଇଲେକ୍ଟ୍ରନ୍ 4ଟା ଦରକାର। ସେଥିପାଇଁ ସେକେଣ୍ଡରେ ହେଇପାରିବ C2H4। ହଁ, ଏଇଟା ହେଇପାରିବ 2 ବନ୍ଧ ସୃଷ୍ଟି କରିକି। ବୁଝିପାରିଲ ନା ନାଇଁ? କାର୍ବନ ଭିତରେ 2ଟା ବନ୍ଧ କରିଦେବେ ହେଲା, 2ଟା ବନ୍ଧ, ଆଉ ଏପଟେ ଗୋଟେ କାର୍ବନ ଏପଟେ ଗୋଟେ କାର୍ବନ, ଆ ପାଇଁ ଏପଟେ ଗୋଟେ କାର୍ବନ ଆହୁରି 2ଟା ରହିଲା, ଏପଟେ ଗୋଟେ। ତ ଇଏ 2 4ଟା ହେଇଯାଉଛନ୍ତି। ବୁଝିପାରିଲ ନା ନାଇଁ? ବୁଝିପାରିଲନି ହେଲା କି? ବୁଝିଲ ଏଥର? ତ ସେକେଣ୍ଡରେ ହେବ, ସେକେଣ୍ଡରେ କ'ଣ ହେବ ଏଥିନ୍ ହେଲା, ମିଥ୍ ଇଥ୍ ପ୍ରପ୍ ବ୍ୟୁଟ୍ ଘୋଷିବାକୁ ପଡ଼ିବ। ଏକ କାର୍ବନ ନେଲେ ମିଥ୍, ସେକେଣ୍ଡ 2 ନେଲେ ଇଥ୍ ହେଲା। ଯଦି ମୁକ୍ତ ହେଇଥିବ ହେଲେ ଇଥେନ୍ କହିବା, ନହେଲେ ଇଥିନ୍ କହିବା, ନହେଲେ ଇଥାଇନ୍ କହିବା। ତାପରେ ଯଦି ଆମେ 11 ନମ୍ବର କ୍ୱେଶ୍ଚିନ୍ ଦେଖିବା, ନିମ୍ନୋକ୍ତ ମଧ୍ୟରୁ କେଉଁ କାର୍ବନ ପରମାଣୁ ଗୁଡ଼ିକ ଚକ୍ରାକାରରେ ସଜ୍ଜିତ ହୋଇ ରହିଥାଉଛନ୍ତି? ତ ପ୍ରଥମ ଅପସନ୍ ହିଁ ଠିକ୍ ହେଇଯିବ। ପ୍ରଥମ ସେକେଣ୍ଡ ଥାର୍ଡ, ହଁ ପ୍ରଥମ ଅପସନ୍ ହିଁ ଠିକ୍ ହେଇଯିବ, କାରଣ ସାଇକ୍ଲୋହେକ୍ସେନ୍ ଆଉ ବେଞ୍ଜିନ୍, କାରଣ ଏଇ 2ଟା ଯଦି ଚକ୍ରାକାର ରହୁଛନ୍ତି ଆଉ କିଛି ଅପସନ୍ ପଢ଼ିବା ହିଁ ଦରକାର ନାହିଁ। ବୁଝିପାରିଲ ନା ନାହିଁ? କାରଣ ଅପସନ୍ ଗୋଟେ ହିଁ ଠିକ୍ ହେବ, 4ଟା ଅପସନ୍ କେବେ ଠିକ୍ ହେବନି। ସେଥିପାଇଁ ବେଳେବେଳେ ଯଦି
ऑप्शन ए ही साटिस्फाई करियाउचे आ तळକୁ ଦେଖିବାର କୌଣସି କାରଣ ହଉ ନାହିଁ ହେଲା। ତାପରେ ଆମେ ଦେଖିବା କେଉଁଠି ହାଇड्रोजेन ର ନିକଟତମ ନିଷ୍କ୍ରିୟ ଗ୍ୟାସ୍। हाइड्रोजेन पर कौन अच्छी हिलियम हिलियम गोटे निष्क्रिय ग्यास हिलियम नियन आर्गन आर्गन 18 आड़े पलैला बेसी दूर है से कौन हम क्रिप्टन जेनन रेडन यह तो बहुत दूर रे हिलियम हूँ प्रथम जोटा कि जार माने दुईटा अच्छी इलेक्ट्रॉन जोटा कि सी साटिस्फाई कर कारण 2 8 8 रे सजै था ना प्रथम 2 रहीगला हिलियम सी गोटे निष्क्रिय ग्यास संरचना आंसर हम ऑप्शन डी है। तापर आमे जीवा 11 नंबर है ना 12 नंबर हो गला 13 नंबर को जीवा फेड्रिक लोभर निम्नोक्त क्यों यौगिक यूरिया प्रस्तुत करते फेड्रिक लोभर आंसर कौन हम एमोनिया सियानेट कार्बन यौगिकर बहुलतार कारण कौन माने बेसी बेसी कार्बन यौगिक कौन पे अच्छा माने कहीं कार्बन अन्य सहित अति शीघ्र यौगिक सृष्टि कर दौरान कारण कार्टिनेशन गुण आ चतुर संयोजता गुण थिबा जोगुरु कार्टिनेशन कौन 2 मार्क क्वेश्चन आसे है मो इंपोर्टेंट क्वेश्चन रे भी देइनी जो माने देइची सॉरी देहिनी कहूची कोन कहि बाटी माने शीघ्र शीघ्र रे कहि दउची मु तो 2 मार्क क्वेश्चन रे मु कार्टिनेशन को देइची हैला पिला माने आंसर भी तार देइची जो माने से वीडियो देखि ना वीडियो देखंतु प्लस ग्रुप रे भी पीडीएफ सेंड करिची माने क्वेश्चन प्लस आंसर रो पीडीएफ सेंड करची विथ माने फ्री ऑफ कॉस्ट रे कौन सी प्रकार चार्ज नहीं कौन सी प्रकार किसी करने को दरकार नहीं आउ जो माने पर भी ग्रुप रे जॉइन कले से माने को भी सेंड हेची तुम माने माने कमेंट रे जणे भी पारियो को माने नेइचो हला कॉल करी की आउ मो पैसा नौची कि न नौची तुम माने भलो भाव रे जानिचो सेटा भी कमेंट करी जणेबा आ वीडियो आज रो केमते लागले सेटा भी कमेंट रे जणेबो। नेक्स्ट क्वेश्चन को जीवा Mg2+ आयन रे केतोटी इलेक्ट्रॉन थाए Mg2+ रे अच्छा प्लस केतले आसीबो जेतेबेले आमे दान करिदबा जेतरा इलेक्ट्रॉन सेतबेले प्लस लागिवो जेतेबेले आमे आनिबा काहाटू उधार आनिबा बाकी आनिबा माने संपूर्ण भाव रे सेतबेले लागे माइनस 8 लागिची दीटा प्लस अर्थ ये दीटा दे देइची मैग्नीशियम रो एमती रे रहिची 12 टा ये दे देला दीटा आ रहिला 10 टा आंसर हो 10 निम्नोक्त मध्यरो केउटिरे अणु संरचना रे त्रिबंध अछि करी देखिया पड़ियो करी कि ही देखिया पड़ियो एटा आ किछि नाही हैला नहले सूत्र पकई देखि परिया सूत्र पकई देखि परिया त्रिबंधर सूत्र कोन CnH2n-2 देखो का की अछि 3 दुणे 6 हबनी ये 4 दुणे 8 फेडाण 2 अछि तो राइट हो आ देखियो लुडा नै कारण ऑप्शन बी सैटिस्फाई माने देखियो लुडा नै देखियो जो चाहछो देखि दियो तापर 2 दुणे 4 फेडाण 2 नाइ तो एडी 2 3 की अछि एकादरे तापर 4 दुणे 8 किंतु फेडाण 2 अछि कि नाइ तो ऑप्शन बी हैला करेक्ट क्यों यौगिक गुडी को संरचनात्मक आइसोमर कहा जाय संरचनात्मक आइसोमर कहा को कहा जाय को माने जानिचो कि संरचनात्मक आइसोमर कहा को कहा जाय माने जार अणुर संकेत समान रहिबो किंतु परमाणु जाग अलग अलग रहिथिबो यौगिक रे बा चित्र अलग रहिथिबो ताको हम संरचनात्मक आइसोमर कहबा एबे रिसेंटली म तुमको कहिथिली देखो ए टाइप रो को ऑप्शन टा लिखा हिच ऑप्शन बी लिखा हिच हैला कोयला एवं पेट्रोलियम जाळेनी रे किछि परिमाण रे कोन थाए कहला कोन थाए नाइट्रोजन और सल्फर थाए हैला केउ प्रकार पदार्थ जळिले शिखा सृष्टि हुए केउ प्रकार पदार्थ जळिले शिखा सृष्टि हुए गैसीय पदार्थ जळिले शिखा सृष्टि हुए हैला हम घर मानकर जळुथिबा गैस मध्ये देखि परिबो एन जेतला 5 देला आई रे जेतला पकेबा कोन आसीबो C5 H10 आसीबो जोटा कि हमरा कोन होची सेकंड माने अल्केन अल्काइन हैला सॉरी अल्किन अल्काइन तो अल्किन रो सूत्र माने पेंट रे पेंटीन हबो हैला पेंटीन कोठी अछि एठी नाही एठी अछि आउ तार अन्य नाम हले दे दी चिडी पेंटाइन वाली सेमती किछि नाही किंतु साइक्लोपेंटेन अछि माने ताको साइकिल रे आज जदि सजेबा ताको हमें कोन कहबा साइक्लोपेंटेन कहबा तो ऑप्शन हैला कोन 20 रो डी हबो
करेक्ट आंसर। ये थिला तमरो 20 क्वेश्चन रो डिस्कशन। जो मानको ए वीडियो भल लागिछि से माने लाइक करंतु, माने जदि नुआ आछन सब्सक्राइब करंतु ऑब्वियसली, आउ सांग मानको सहित सब्सक्राइब करंतु। पार्टी टिके आज लागिबार कारण होची आज दीटा वीडियो माने जल्दी जल्दी रे अति शीघ्र शीघ्र रे बना हे जाइछि, सेति पय टिके पार्टी लागुछि। आई होप तुम माने एटा को कोन करिवो टिके एडजस्ट करि परिवो, कारण मु तुम मानकर सबु माने कमेंट को एडजस्ट करूछि ना सेमती। तो पुणी मिसिबा आमे नेक्स्ट वीडियो रे।